ମୁଁ ଚାହୁଁଛି ସେ ଯଦି ଝିଅ ପୁଅ ଯଦି ଧରା ନ ପଡ଼ନ୍ତି ତେଣୁ କରିକି ସେ ତାର ଭାଇ ଭଉଣୀକୁ ଧରା ଥାଉ ତା ଭାଇ ଆଉ ନା ତା ଭିଣେଇ ତା ଭଉଣୀକି ତା ଭାଇକି ତା ଭିଣେଇ ଆଉ ତା ଭଉଣୀକି ଧରା ଯାଇକି ନେଇକି ଆସନ୍ତୁ ଆଉ ତାର ବାପ ବି ପୁଅର ବାପ ବି ଧରାକି ଆସୁ ଆସିଲା ପରେ ସେ ନିଜେ ଜାଣିପାରିବ ପୁଅ ଆଉ ସେ ଝିଅ ଜାଣିପାରିବେ ସେ ତା ବାପ ମା' ଯାଇଛନ୍ତି ତା ବାପ ଭାଇ ତା ଭିଣେଇ ଅଛନ୍ତି ବୋଲିକି ତେଣୁକରି ସେ ଆସିକି ହଠାତ୍ ପହଞ୍ଚିଲେ ମୋ ଝିଅଟା ମୋ ହସ୍ତାନ୍ତର ହେଇଯିବ ମୋ ହାତକୁ ଦେଇଦେବେ ସେ ତାର ପୁଅ ଯଦି ତାର କେସ୍ ବଳରେ ତାର ଯଦି ନେଇପାରିବ ନେଇଯିବ କିନ୍ତୁ ମୋ ଝିଅ ଚାହୁଁଛି ମୋ ହାତକୁ ଯେମିତି ଆସିବ କାମ ସେ ହେଲା ମୁଁ ଏତିକି ଚାହୁଁଛି ଝିଅଟା ମୋ ପାଖରେ ଆସିକି ପହଞ୍ଚିବ ମୁଁ ତାକୁ ଦେବା ପାଇଁ ନାରାଜ ନାହିଁ ସେ ଗୋଟେ ଦଲାଲ ମୁଁ ମାନେ ବହୁତ ଆଡ଼େ ମୁଁ ଚିନ୍ତା କରୁଛି ବହୁତ ଆଡ଼େ ମୁଁ ଶୁଣିବାକୁ ପାଉଛି ସେ 3ଟା 4ଟା ଝିଅଙ୍କୁ ଆଣିଲାଣି ସେ ବିକ୍ରି କଲାଣି ଲୋକଙ୍କ ଆବାସ ଆସିନି କି ଲୋକଲୋଚନ ଆସିନି ତେଣୁ କରିକି ସେ ଏଇଭଳିଆ କାରବାର କରୁଛି ଲୋକ ଅଛବାର ଜାଗାରେ କରୁଛି କିନ୍ତୁ ମୁଁ ସବୁ ଜାଣିସାରିଲା ପରେ ମୁଁ ମିଡ଼ିଆ ତଥା SP ପାଖରେ ବା IC ପାଖରେ ସବୁ ଏ କଥା ଜଣେଇ ସାରିଲା ପରେ ମୁଁ ଏ ବୟାନଟା ଦେଲି ମୁଁ ଆଶା କରୁଛି ଏ ବୟାନଟା ଠିକ୍ ଭାବରେ ମୁଁ ସଫଳତା ଲାଭ କରିପାରିବି।